ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର। ପ୍ରତ୍ୟେକ ବ୍ୟକ୍ତିର ଚକ୍ଷୁ ଏପରି ଏକ ଅଙ୍ଗ ଯାହା ବିନା ସେ ବ୍ୟକ୍ତି ଅନ୍ଧ। ତେଣୁ ଏପରି ଏକ ଅମୂଲ୍ୟ ଅଙ୍ଗର ପରୀକ୍ଷା ଓ ଚିକିତ୍ସା କରାଇବା ଏକ ସୁନ୍ଦର ଓ ସ୍ୱାଗତଯୋଗ୍ୟ ପ୍ରୟାସ। ସ୍ଥାନୀୟ ନୂଆପଡ଼ାସ୍ଥିତ ଲକ୍ଷେଶ୍ୱର ଶିବ ମନ୍ଦିର ପରିସରରେ ଶ୍ରୀମତୀ ସ୍ୱର୍ଣ୍ଣଲତା ମିଶ୍ର ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ମିଶ୍ରଙ୍କ ଆୟୋଜନରେ CDAJPM ରୋଟାରୀ କ୍ଲବ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଳ, ସମରେଶ ଭୂଇଁଆ, ସୁଜାତା ଦାସ, ପୁଷ୍ପାଞ୍ଜଳି ଦାସ, ମଧୁସ୍ମିତା ରାୟ ଚୌଧୁରୀ, ଫେନା ମୁସି ଜେନା ଓ ବିନିତା ଦାସ ପ୍ରମୁଖ। ଏହି ଶିବିରକୁ ଶତାଧିକ ଚକ୍ଷୁ ରୋଗୀ ଆସି ପରୀକ୍ଷା ଓ ଚିକିତ୍ସା କରିବାର ସୁଯୋଗ ଲାଭ କରିଥିଲେ। କଟକରୁ ଆକାଶ ସ୍ୱାଇଁଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। मो सेंट्रल गवर्नमेंट रिटायर्ड पर्सन मो आगुरी भी इच्छा करते किसी सेवा करने मोर जो गाँव में जो जाए मुझे सेवा करे रक्तदान ठू मोर अच्छी मोर अच्छी करुली आमर ब्लड बैंक जितक अच्छा मनकर सुंदरगढ़ थी मुझे दौली जी जमी मागिला मुक्त हिसाब से आम दौलू बिना शुल्क आमर जो स्टाफ माने भी थिले से माने भी आमर कोऑपरेट करते या छड़ा आखि एटा तृतीय काम प्रथम काम है वृद्धाश्रम आम कर जगतपुर से सेवा कर चिकित्सा भी कर वस्त्रदान भी दिखाई तापर आमर गोपालपुर आमर अच्छी से कौन से आम सहयोग कर मझे मझे जाऊँ भल मंद पचारू वस्त्र फस्त्र भी दान कर पिला कि रे रोग बेरग आम डॉक्टर को लेकिन देखा देखी कर मो ना स्वर्णलता मिश्र, मो हजबैंड ना राजीव लोचन मिश्र। आमे चिंताधारा बहुत अच्छी किसी बहुत आगू आम जीवु बोली भाविचु मनरे किंतु जगन्नाथ दयारु जहा हम भल हम तो सब मूल्यवान शरीर भितर मूल्यवान हूँ आखिटा भाभी आखि मु दान करी बोली मु चिंता करी आगू तो अच्छी एटा बिना पैसा रे आ बिना मूल्य रे सब प्रकार सुविधा दिया मेडिसिन भी दिया चश्मा दिया प्लस मागणा ताकर खाइबा खर्च जो माने रहिबे जो मानकर आखि ऑपरेशन हबो ताकर भी खाइबा मागणा रही जते दिन 2 दिन हो कि 5 दिन हो जते दिन रहिबे से माने ताकर खाइबा पीबा सब दायित्व हमर आ सरकारंकर आशा तो करिनु किंतु देखिबा कौन होउची आगामी दिन मानकर कौन होउची मु तो कहि परनी या कहि कि मो कॉर्पोरेटर मोर 50 नंबर वार्ड रे मो भाई कॉर्पोरेटर अछंती तणकर सी एठी संतोष भळ आ कटक महानगर सुंदर कार्यक्रम करछन्ती
ଚକ୍ଷୁ ନିହାତି ସମସ୍ତଙ୍କର ଦୃଷ୍ଟିଶକ୍ତି ନ ରହିଲେ କିଛି ହେଇପାରିବନି। କ'ଣ କହିବେ, କେମିତି ଉତ୍ସାହିତ କରିବେ? ନିଶ୍ଚିନ୍ତ ଭାବରେ ମୁଁ ଧନ୍ୟବାଦ ଦେବି ପ୍ରଥମେ ରାଜୀବ ଲୋଚନ ମିଶ୍ର ଏବଂ ତାଙ୍କର ସହପତ୍ନୀ ସୁନଲତା ମିଶ୍ରଙ୍କୁ। ସେ ଯେଉଁ କାର୍ଯ୍ୟକ୍ରମ ନେଇଛନ୍ତି ଜେପିଏମ୍ ରୋଟାରୀ ସହିତ ଆସୋସିଏଟ୍ ହେଇକି ଯେଉଁ ମାଗଣାରେ ଚକ୍ଷୁ ଶିବିର ଏଠି କରିଛନ୍ତି, ତେଣୁ ମୁଁ ଧନ୍ୟବାଦ ଦେଉଛି ତାଙ୍କୁ। ସେ ଯେଉଁ ପଦକ୍ଷେପ ନେଇଛନ୍ତି 2 ଜଣ ମିଶିକି ଏଇ ଯେଉଁ କାର୍ଯ୍ୟକ୍ରମକୁ ଆପଣ ଦେଖୁଥିବେ ସବୁ ଜାଗାରେ ଗୋଟେ ଅର୍ଗାନାଇଜେସନ୍ ନେଇକି କାର୍ଯ୍ୟ କରନ୍ତି, କିନ୍ତୁ ସିଏ ତାଙ୍କର ଚିନ୍ତାଧାରା ବହୁତ ବଡ଼ ଏବଂ ସେ 2 ଜଣ ଚିନ୍ତା କରିଛନ୍ତି ଯେ ଆମେ ସାଧାରଣ ଜନତାଙ୍କର ସେବା କରିବୁ। ପ୍ରଥମେ ସେ ଯେଉଁ ଚକ୍ଷୁ ଆଗରୁ ମଧ୍ୟ ସେ କାର୍ଯ୍ୟକ୍ରମ କରିଥିଲେ, ଆଜି ମଧ୍ୟ ସେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ଏବଂ ଏ ଅଞ୍ଚଳର ଯେଉଁ ସେ ଉନ୍ନତି କରିବା ପାଇଁ ତାଙ୍କର ଯେଉଁ ମାଧ୍ୟମଟି ରହିଛି ନିଶ୍ଚିନ୍ତ ଭାବରେ ଧନ୍ୟବାଦର ଯୋଗ୍ୟ ଏବଂ ସେ ଏହି ପଦକ୍ଷେପକୁ କେମିତି ଆଗକୁ ଯିବ ଆମେ ମାନେ ତାଙ୍କ ସହିତ ଆଜି ଏଠି ଉପସ୍ଥିତ ଅଛୁ। ମୋ ସାନ ଭାଇ କୁଲିଆ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି, ଆଉ ଅନ୍ୟ ଭାଇ ଭଉଣୀମାନେ ଆମର ମଧ୍ୟ ଉପସ୍ଥିତ ଅଛନ୍ତି। ପୁନଶ୍ଚ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି ଏଇଭଳି ପଦକ୍ଷେପ ଯେଉଁ ନେଉଛନ୍ତି। ପ୍ରଭୁ ଜଗନ୍ନାଥ କରନ୍ତୁ ତାଙ୍କର ଏମିତି ତାଙ୍କ ଆଗକୁ ଉନ୍ନତିକର ହଉ। ମୁଁ ସମରେଶ କୁମାର ଭୂୟାଁ, ପଞ୍ଚମୁଖୀ ମଣ୍ଡଳ ପ୍ରେସିଡେଣ୍ଟ। ନିଶ୍ଚୟ ଧନ୍ୟବାଦ ଦେବି ସ୍ୱର୍ଣ୍ଣପା ଆଉ ଆମ ରାଜୀବ ଭାଇଙ୍କୁ ଯେ ସିଏ ସ୍ୱାସ୍ଥ୍ୟ ଉପରେ ଚିନ୍ତା କରିଛନ୍ତି ଆଉ ଲୋକ ଯେଉଁମାନେ ଯାଇପାରୁନାହାନ୍ତି ଚକ୍ଷୁ ପରୀକ୍ଷା କରିବା ପାଇଁ ପଇସାର ଅର୍ଥର ଅଭାବ ହଉ ଯାହା ବି ହଉ ତ ଏଠି ପାଖରେ ସେ ଗୋଟେ ଉନ୍ନତ ଧରଣର ଚିକିତ୍ସା ସେବା ମନୋବଳେଇଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଲୋକମାନେ ବି ଆସି ପହଞ୍ଚୁଛନ୍ତି, ତାଙ୍କର ବି ନିରାକାର ହେଉଛି। ଏବେ ଆର ବ୍ୟବସ୍ଥା କରାଯାଉଛି ଆଉ ଏଠି ପରୀକ୍ଷା ପରେ ସେମାନେ ଯାଇ ସେଠି ଚିକିତ୍ସିତ ହେଇପାରିବେ। ମୋ ନାଁ ସୁଜାତା ଦାସ। ଏ ଯେଉଁ ଚକ୍ଷୁ ଶିବିର କରିଛନ୍ତି ଆଉ ଆମ ସ୍ୱର୍ଣ୍ଣପା ଭାଇ, ଗୋଟେ ବହୁତ ବଡ଼ ଜିନିଷ। କାରଣ ଦେଖନ୍ତୁ ସ୍ଲମ୍ ଏରିଆ ବସ୍ତି ଲୋକ ଯାଇପାରୁନାହାନ୍ତି, କୁଆଡ଼େ ଦୂରକୁ ଯିବେ, ଲାଇନରେ ରହିବେ, ଚିକିତ୍ସା କରିବା ବହୁତ ଅସୁବିଧା। ଏତେ ସୁଯୋଗଟା ଆଣି ଏଠି ଥୋଇଛନ୍ତି, ଲୋକମାନେ ବହୁତ ସହଜରେ ଉପାୟ ପାଇଲେ, ଚିକିତ୍ସା ପାଇଲେ। ଆଉ ବହୁତ ଖୁସି ଲାଗୁଛି ଦେଖିକି, ଆମେ ବି ତାଙ୍କୁ ସହଯୋଗ କରୁଛୁ। ସେ ଆହୁରି ଉନ୍ନତି କରନ୍ତୁ, ଲୋକମାନଙ୍କୁ ବି ମଙ୍ଗଳ କରୁଛନ୍ତି। ବହୁତ ଭଲ କାମଟା, ଆମେ ବହୁତ ଖୁସି ଅଛୁ।